କ'ଣ ଆଜ୍ଞା କୁହା ଛୋଟିଆ ଗାଁରେ ଆମର ଯେଉଁଭଳି ଅନୁଷ୍ଠାନ ଚାଲିଛି ସେ ଠାକୁରାଣୀ ହିଁ ଆମର ସବୁ କରୁ ଆମେ ନାଁକୁ ମାତ୍ର। ମହିମା କ'ଣ ରହିଛି ଲୋକ କ'ଣ ଜାଣିଛନ୍ତି? ବହୁତ ମହିମା ତାର ମହିମା କିଛି କହିହେବ ନାହିଁ। ମାନେ ପ୍ରବଳ ଡାକିଲେ ଓ କରୁଛି ମହିମା କଥା ଆପଣଙ୍କୁ କ'ଣ କୁହାହବ। ପ୍ରବଳ ମହିମା ଠାକୁରାଣୀର ଗାଁ ଆମର 5 ଭାଡ଼ାରେ ବି ଏକା ସାଙ୍ଗରେ 2 ମିନିଟ୍ ଠିକ୍ ହେଇଛି। ଆଉ କ'ଣ କହିବି? ମୋ ନାଁ ହେଉଛି ଶତ୍ରୁଘ୍ନ ସାହୁ, ପ୍ରାଇମେରୀ ଟିଚର ହେଡ଼ମାଷ୍ଟର। ମାଆଙ୍କ ବିଷୟରେ କହିବାକୁ ଚାହୁଁଛି, ଏହା ଏକ ପୁରାତନ ମନ୍ଦିର ଥିଲା। ଖରସ ଗଛ ମୂଳରେ ପୂଜା ପାଉଥିଲେ। ଅଧିଷ୍ଠାତ୍ରୀ ଦେବତୀଙ୍କର 2005 ମସିହାରେ ସ୍ୱପ୍ନାଦେଶ ହେଲା ମନ୍ଦିର କରିବା ପାଇଁ। ଗ୍ରାମବାସୀମାନେ ନିଜସ୍ୱ ତଥା ଭିକ୍ଷାବୃତ୍ତି କରି ଏହି ମନ୍ଦିରଟିକୁ ନିର୍ମାଣ କରିଛନ୍ତି। ତାର ମୁଖ୍ୟ ପୁରୋଧା ଥିଲେ ରମେଶ ଚନ୍ଦ୍ର ବାରିକ, ଆଉ ପ୍ରଶାନ୍ତ ସାହୁ, ସର୍ବେଶ୍ୱର ସାହୁ, ସାନନ୍ଦ ସାହୁ, ଏମିତି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଦିନରାତି ଖଟି ଏ ମନ୍ଦିରଟିକି ପୂର୍ଣ୍ଣାଙ୍ଗ କରିଛନ୍ତି। ମା ହେଉଛନ୍ତି ସାକ୍ଷାତ ଦୁର୍ଗା। ତାକୁ ଯଦି ଆପଣମାନେ ଡାକିବେ ସେ ଓ କରନ୍ତି। ଏ ଗ୍ରାମକୁ ହଇଜା, ଚୋରି, ଅଗ୍ନି କୌଣସି ଦୁର୍ବିପାକ ମୋ ଦେଖିବା ସମୟରୁ ପଡ଼ିନାହିଁ। ବାପା ମଧ୍ୟ ଏ କଥା କହୁଥିଲେ। ଆଉ ଦୂରଦୂରାନ୍ତରୁ ମାଆଙ୍କୁ ପୂଜା କରିବା ପାଇଁ, ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତମାନେ ଏକତ୍ରିତ ହୁଅନ୍ତି। ମୋ ନାଁ ରାଜେନ୍ଦ୍ର କୁମାର ସାହୁ, ସେକ୍ରେଟାରୀ ମୁଙ୍ଗାରୀ ଗ୍ରାମ। ଆମର ଏଠି ଯଜ୍ଞ ହେବା 21 ବର୍ଷ ହେଲା। ଆମ ଗାଁର ବହୁତ ପ୍ରକାର ଅନୁଷ୍ଠାନ ଅଛି। ଏଠି ଯାତ୍ରା ହୁଏ, ଗୋଟେ ମେଳନ ହୁଏ, 150-200 ବର୍ଷ ଅନୁଷ୍ଠାନ। ଏ ଆଖପାଖ ଗାଁ ଜାଣିଛନ୍ତି। ଏଠି ବଡ଼ ବଡ଼ ପାର୍ଟି ଯାତ୍ରା ହୁଏ, ମେଳନ ହୁଏ, ଗୋଳା ନାଚ ହୁଏ, ଅନେକ ପ୍ରକାର ଅନୁଷ୍ଠାନ ଅଛି। ଯଜ୍ଞ ପ୍ରାୟ ଯେବେଠୁ ହେଲାଣି ତାର ଏତେ ମହିମା, ଲୋକ ସମାଗମ 100 ମତ ଆସୁଛନ୍ତି। ଆମେ ବି ତାର କିଛି ଆଦ୍ୟନ୍ତ ପାଉନୁ। ଆପଣ ଦେଖିବେ ଭିଡ଼ିଓ ମାନେ ଆମେ ଅଧିକା କିଛି କହିବୁନି। ଆପଣ ଦେଖନ୍ତୁ କେତେ ଲୋକ, ଯେତିକି ଲୋକ ନିମନ୍ତ୍ରଣ ହେଇଛି ତାର 10 ଭାଗରୁ ଅଧିକା ଲୋକ ଆସୁଛନ୍ତି। ଆଉ ବା କ'ଣ ଅଧିକ କହିବି ଏତିକି। ଆଜ୍ଞା, ଭାଇଚାରା କିନ୍ତୁ ଲାଗିଛି। ଏଇଟା ଆମର ପରମ୍ପରା ଭାଇଚାରା। କିଛି ଆ ଭିତରେ ଆମର ଦ୍ୱନ୍ଦ୍ୱ ଟିକିଏ ନାହିଁ। ଏକାଠି ବସିବୁ, ଖାଇବୁ, ପିଇବୁ, ମଜା କରି, ତାର କିଛି ଆଦ୍ୟନ୍ତ ତା ନାହିଁ। ଯଜ୍ଞ 21 ବର୍ଷ ହେଲା। ଆଜ୍ଞା ଆଜ୍ଞା, ଆମର ସପ୍ତମୀ ତିଥିରୁ ଅଷ୍ଟମୀ ଦିନ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀରେ ଆମର ମେଳନ ପୂର୍ଣ୍ଣାହୁତି ହୁଏ।